ସାଧୁମଣ୍ଡଳୀ ଆନନ୍ଦର ସହିତ କୁହନ୍ତୁ ଧର୍ନିରଙ୍କ ସାଧୁମଣ୍ଡଳୀ ଦାସର ପରମ ସୌଭାଗ୍ୟ ଆଜି ଆପଣମାନଙ୍କ ସହିତ ସତ୍ସଙ୍ଗ କରିବାର ସୁଯୋଗ ପ୍ରାପ୍ତ କରିଛି। ସାଧୁମଣ୍ଡଳୀ ଭାଗବତରେ ମହାତ୍ମା କହୁଛନ୍ତି ଯେ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ ଏ ଯେ ମନୁଷ୍ୟ କଳେବର ନରକ ନିସ୍ତାରଣ ଦ୍ୱାରା ମାନବ ଜନ୍ମ ଦୁର୍ଲଭ ଯଦି ଗୋବିନ୍ଦେ କରେ ଭାବ। ତେଣୁ ସାଧୁମଣ୍ଡଳୀ ଏଥିରୁ ବୁଝାପଡ଼ୁଛି ଯେ ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ ଜନ୍ମ, ଅତି ମୂଲ୍ୟବାନ ଜନ୍ମ। ଯିଏ ତାର ମୂଲ୍ୟକୁ ବୁଝେ ସିଏ ହିଁ ଜାଣିପାରେ ଯେ ମନୁଷ୍ୟ ଜନ୍ମ କାହିଁକି। ବାକି ଯଦି ମଣିଷ ବୁଝି ନପାରେ ତାହେଲେ ତାର ଜନ୍ମ ବୃଥା ହେଇଯାଏ, ଅକାରଣ ହେଇଯାଏ। ସାରା ଜୀବନ ସେ ମାୟା ପଛରେ ଗୋଡ଼େଇ ଶେଷରେ ବିଦାୟ ନିଏ ସଂସାର ଭିତରୁ। ତାକୁ ମଧ୍ୟ ମହାତ୍ମା କହୁଛନ୍ତି ଯେ ହୀରା ଯେ ସେ ଜନ୍ମ କଉଡ଼ି ବଦଲେ ଯାଏ। ତେଣୁ ହୀରା ଏକ ମୂଲ୍ୟବାନ ପଦାର୍ଥ, ମନୁଷ୍ୟ ଜନ୍ମ ମଧ୍ୟ ସେଇଭଳି ମୂଲ୍ୟବାନ, କିନ୍ତୁ ମଣିଷ ବୁଝି ନପାରି ତାକୁ ବ୍ୟର୍ଥ କରିଦିଏ। ସେଇଆକୁ ନେଇକି ଦାସ ଗୋଟେ ଛୋଟ କାହାଣୀ କହୁଛି, ଭୁଲ ଥିଲେ କ୍ଷମା କରିବେ। ସାଧୁମଣ୍ଡଳୀ ଗୋଟିଏ ଗାଁରେ ଗୋଟିଏ କୁମ୍ଭାର ବାସ କରୁଥିଲା ଏବଂ ତାର କୌଳିକ ବୃତ୍ତି ହେଉଛି ମାଟି କାମ କରିବା। ମାଟିରେ ବିଭିନ୍ନ ପ୍ରକାର ହାଣ୍ଡି ମାଠିଆ ଘଡ଼ି ସବୁ ତିଆରି କରିକି ସେ ବିକ୍ରି କରେ ଏବଂ ସେଇଥିରେ ହିଁ ସେ ତାର ପରିବାର ପ୍ରତିପୋଷଣ କରେ। ଏବଂ କୁମ୍ଭାରଟି ସେ ଗୋଟିଏ ସ୍ନେହରେ ଗୋଟିଏ ଗଧକୁ ରଖିଥିଲା, ଯେଉଁ ଗଧଟିକି ତାକୁ ତା ସମସ୍ତ କାମରେ ତାକୁ ସାହାଯ୍ୟ କରେ। ତାକୁ ବାହାରୁ ମାଟି ଆଣିବା ଗଧ ପିଠିରେ ଲଦିକି ସେ ଆଣେ ଏବଂ ଯେଉଁ ସବୁ ହାଣ୍ଡି ମାଠିଆ ତାର ବାହାରେ ଭାଟିରୁ ତାକୁ ମଧ୍ୟ ଗଧ ପିଠିରେ ଲଦିକି ବଜାରକୁ ନେଇକି ଯାଏ ବିକ୍ରି କରିବା ପାଇଁ। ଥରେ କୁମ୍ଭାରଟି ତା ଗାଁ ବାହାରୁ ମାଟି ତା ପିଠିରେ କିଛି ଲଦିକି ଧରିକି ଆସୁଛି। ଆସିବା ବାଟରେ ଦେଖିଲା ଗୋଟେ ପଥର ପଡ଼ିଛି, ଛୋଟ ପଥର ଖଣ୍ଡେ, ଏବଂ ସେ ପଥରଟା ଟିକେ ସୁନ୍ଦର ଦେଖାଯାଉଛି। ସେଠୁ କୁମ୍ଭାର ସେଇଠି ଅଟକି ଗଲା। ବାସ୍ତବରେ ସେ ପଥରଟା ଥିଲା ଗୋଟେ ହୀରା ପଥର, କିନ୍ତୁ କୁମ୍ଭାର ଚିହ୍ନିନି ହୀରା କେମିତିଆ, ଜାଣିନି। ସେ ଭାବିଲା ଏଇଟା ଗୋଟେ ସାଧାରଣ ପଥର, ଯେହେତୁ ଟିକେ ଭଲ ଦେଖାଯାଉଛି ତାକୁ ସେଠୁ ହାତରେ ଗୋଟେଇଲା ଏବଂ କିଛି ସମୟ ତା ବିଷୟରେ ଚିନ୍ତା କଲା ଏବଂ ତାପରେ ତାକୁ ଫୋପାଡ଼ି ଦେଲା। କହିଲା ଏଇଟା ସାଧାରଣ ପଥରଟା କ'ଣ ଫୋପାଡ଼ି ଦେଲା। ତାପରେ ପଥରଟା କିଛି ବାଟରେ ଯାଇକି ପଡ଼ିଲା ପରେ ସେ ପଥର ଉପରେ ସୂର୍ଯ୍ୟ କିରଣ ପଡ଼ିକି ସେଟା ଝଲମଲ କଲା। ଝଲମଲ କଲା ଯେତେବେଳେ କୁମ୍ଭାରକୁ ବହୁତ ସୁନ୍ଦର ଦେଖାଗଲା ପଥରଟା। ସେ ସେଠୁ ପୁଣି ତାର ଲୋଭ ଆସିଲା ଯେ ପଥରଟା କ'ଣ ବହୁତ ଭଲ ଦେଖାଯାଉଛି, ପୁଣି ତାକୁ ଗୋଟେଇକି ଆଣିଲା ଏବଂ କ'ଣ କରିବ ବୋଲି ତାକୁ ଭାବିଲା। କହିଲା ଏଇଟାକୁ ମୁଁ ମୋ ଗଧ ବେକରେ ଯଦି ଝୁଲେଇ ଦେବି ତାହେଲେ ଏଇଟା ମୋ ଗଧକୁ ଭଲ ମାନିବ, ଭଲ ସୁନ୍ଦର ଦେଖାଯିବ। ସେ ସେଠୁ ସେଇଆ ହିଁ କଲା। ଖଣ୍ଡେ ସୁତୁଲି ବାହାର କରିକି ପଥରକୁ ସାଙ୍ଗେ ସାଙ୍ଗେ ହୀରା ପଥରଟାକୁ ବାନ୍ଧିକି ଗଧ ବେକରେ ଝୁଲେଇ ଦେଲା ଏବଂ ଆଗକୁ ବଢ଼ିଲା। କିଛି ବାଟ ଗଲା ପରେ ସାମ୍ନା ପଟୁ ଜଣେ ଆସୁଛି ହୀରା କାରିଗର, ଯିଏକି ହୀରାକୁ ଜାଣିଛି, ହୀରାର ମୂଲ୍ୟକୁ ଚିହ୍ନିଛି। ସିଏ ସେଠୁ ଖଣ୍ଡେ ବାଟରୁ ଯେତେବେଳେ ଦେଖିଲା ଯେ ଗଧ ବେକରେ କ'ଣ ଏତେ ବଡ଼ ମୂଲ୍ୟବାନ ହୀରା ଝୁଲୁଛି, ସେ ଆଶ୍ଚର୍ଯ୍ୟ ହେଇଗଲା। ତାପରେ ପାଖକୁ ଆସିକି ସେ ଭାବିଲା ଯେ ଇଏ ଯେଉଁ କୁମ୍ଭାର, ଇଏ ବୋଧେ ହୀରା ବିଷୟରେ ଜାଣିନି, ଏଇଟା ସାଧାରଣ ପଥର ଭାବିକି ଗଧ ବେକରେ ଝୁଲେଇ ଦେଇଛି। ତେଣୁ ସିଏ ମନେ ମନେ ଭାବିଲା ଯେ ହୀରାଟାକୁ ମୁଁ ତାଠୁ ନେଇଯିବି। ତେଣୁ ସିଏ ତା ପାଖକୁ ଆସିଲା, କହିଲା ଭାଇ ଆଉ ଏଇ ଯେଉଁ ପଥରଟା ଗଧ ବେକରେ ଝୁଲେଇଛ, ଏଇଟା ମୁଁ ଆପଣଙ୍କଠୁ କିଣି ନେବି, ଆପଣ କେତେ ପଇସା ନେବେ କୁହନ୍ତୁ। ସିଏ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି କୁମ୍ଭାର ଯେ ଏଇଟା ସାଧାରଣ ପଥରଟାକୁ ଇଏ କ'ଣ କହୁଛି କିଣିବା ପାଇଁ ମୋଠୁ ପଇସା ଦେଇକି। ସେଠୁ ଭାବିଲା ଯଦି କିଛି ପଇସା ମିଳିଯିବ ତାହେଲେ ମୁଁ କାହିଁକି ନ ବିକିବି। ସେଠୁ ଭାବିକି ଚିନ୍ତା କରି କହିଲା ଯେ ସାଧାରଣ ପଥରଟା କେତେ କହିବି, ଯଦି ଅଧିକା ମୂଲ୍ୟ କହିବି ତାହେଲେ ତ ସେ ନେବନି। ତେଣୁ ସେ ଚିନ୍ତା କରିକି କହିଲା ଭାଇ 5 ଟଙ୍କା ଦିଅ, ଆଉ ପଥର ଖଣ୍ଡ ତମେ ନେଇଯାଅ। ସେଠୁ ହୀରା ବେପାରୀ ଲୋଭ କରୁଛି, ସେଠୁ ମୂଲ୍ୟ ଚାଲ କଲା। କହିଲା 5 ଟଙ୍କା କହୁଛି, ଯଦି ଆଉ ଟିକେ କମରେ ମିଳିଯିବ। ସେଠୁ ତାକୁ କହୁଛି ଭାଇ ଏତେ ପଇସା କ'ଣ କହୁଛ ମୋ ପଥରଟାକୁ, ଆପଣ ଟଙ୍କାଟିଏ ନିଅନ୍ତୁ, ମୋତେ ଦେଇଦିଅନ୍ତୁ। ସେଠୁ ସେ କୁମ୍ଭାର ମନା କଲା, କହିଲା ନାଇଁ ଭାଇ ଟଙ୍କାକରେ ମୁଁ ଦେଇପାରିବିନି। ତାପରେ ସେଠୁ ହୀରା ବେପାରୀ କହୁଛି ନାଇଁ 2 ଟଙ୍କା ନିଅ ଆଉ ଦେଇଦିଅ। ସେଠୁ ସିଏ ମଧ୍ୟ ମନା କଲା, କହିଲା ନାଇଁ 2 ଟଙ୍କାରେ ମୁଁ ଦେବିନି, ବରଂ ମୋ ଗଧ ବେକକୁ ଏଇଟା ଭଲ ମାନୁଛି, ମୁଁ ସେମିତି ନେଇଯିବି, ଘରେ ମୋ ପିଲା ଖେଳିବେ ଏଇଟାରେ।
କହିକି ସେଠୁ ଆଗକୁ ବଢ଼ିଲା। ହୀରା ବେପାରୀ ମଧ୍ୟ ଭାବୁଛି ଯେ ମୁଁ ଯଦି ଆଗକୁ 8-10 ପାଉଣ୍ଡ ପଳେଇବି ବୋଧହୁଏ ସେ ନିଶ୍ଚିତ ମୋତେ ପୁଣି ପଛରୁ ଡାକିକି ଦବ 2 ଟଙ୍କାରେ ଆଉ। ସିଏ ସେଠୁ ଆଗକୁ ପୁଣି ବଢ଼ିଲା। ହୀରା ବେପାରୀ ସିଏ ଆଗକୁ ଯାଉଛି, ଏ ମଧ୍ୟ ଆଗକୁ ଯାଉଛି। କିଛି ବାଟ ଗଲା ପରେ ବେପାରୀ ଏଠୁ ଭାବୁଛି କାହିଁ ତ ଡାକୁନି, ସେତେବେଳୁ କିଛି ଦୂରକୁ ପଳେଇଲାଣି। ସେଠୁ ଭାବିଲା ଯାହାହେଲେ ହୀରାଟା ତ ଲକ୍ଷାଧିକ ଟଙ୍କାର ହୀରା, 5 ଟଙ୍କା ନେଲେ ନଉ ପଛେ ଯାଉଛି ଯିବି ତାଠୁ ଆଣିବି ଆଉ। ସେଠୁ ପୁଣି ଫେରିକି ଆସିଲା। ଫେରିକି ଆସିଲା ବେଳକୁ କୁମ୍ଭାର ବହୁତ ଆଗକୁ ପଳେଇଲାଣି। ତା ପାଖରେ ଯାଇକି ସେଠୁ ପହଞ୍ଚିଲା ଏବଂ କହିଲା ଭାଇ 5 ଟଙ୍କା ନେଲେ ନିଅ ପଛେ ଦେଇଦିଅ ଆଉ। ସେତେବେଳକୁ ଆଉ ଜଣେ ବେପାରୀ 5 ଟଙ୍କା ଦେଇକି କିଣି ସାରିଲାଣି। ସେ ସେଠୁ କୁମ୍ଭାର କହୁଛି ନାଇଁ ଭାଇ ଆଉ ହେଇପାରିବନି, ବର୍ତ୍ତମାନ ଏ ପଥର ବିକ୍ରି ସରିଲାଣି। ସେ ସେଠୁ ତା ଛାତିରେ ହାତ ବାଡ଼େଇ କହିଲା ଯେ ମୁଁ କେଡ଼େ ଭୁଲ କଲି, ଲକ୍ଷାଧିକ ଟଙ୍କାର ହୀରାକୁ 5 ଟଙ୍କାରେ ଯାଚୁଥିଲା, ହେଲେ ମୁଁ ତାକୁ ହରେଇଲି। ସେ ସେଠୁ ଚିତ୍କାର କରି କହୁଛି ଆରେ ମୂର୍ଖ କୁମ୍ଭାର, ଏଇଟା ସାଧାରଣ ପଥର ନୁହେଁ, ଏଇଟା ହେଉଛି ହୀରା ପଥର, ଲକ୍ଷାଧିକ ଟଙ୍କାର ପଥର, ତୁ ତାକୁ 5 ଟଙ୍କାରେ ବିକିଦେଲୁ, ଏତେ ମୂର୍ଖାମି କଲୁ, ବଡ଼ ଭୁଲ କଲୁ। ସେଠୁ କୁମ୍ଭାର କହୁଛି ଆରେ ଭାଇ ମୁଁ ତ ମୂର୍ଖ, ମୁଁ ଜାଣିନି ଏଇଟା ସାଧାରଣ ପଥର ବୋଲି, ମୁଁ ଭାବୁଛି 5 ଟଙ୍କା ମୋ ପାଇଁ ବହୁତ ମୂଲ୍ୟ ହେଇଗଲା। କିନ୍ତୁ ତୁମେ ତ ଜାଣିଥିଲ, ହେଲେ 5 ଟଙ୍କାରେ କିଣିପାରିଲ ନା କାହିଁକି? ତୁମେ ଜାଣିକି ମଧ୍ୟ ମୋଠୁ ଆହୁରି ବହୁତ ମୂର୍ଖ। ତେଣୁ ସାଧୁମଣ୍ଡଳୀ ଆଜି ସଂସାର ଅବସ୍ଥା ମଧ୍ୟ ସେଇଆ। ଯେଉଁମାନେ ମଣିଷ ଜୀବନକୁ ବୁଝିପାରୁନାହାନ୍ତି ସେମାନେ ତ ତାର ମୂଲ୍ୟ ଦେଇପାରୁନାହାନ୍ତି, କିନ୍ତୁ କେତେକ ବୁଝିକି ମଧ୍ୟ ତାର ମୂଲ୍ୟ ଠିକରେ ଦେଇପାରୁନାହାନ୍ତି। ସେ ମୂଲ୍ୟଚାଲ କରୁଛନ୍ତି, ଲୋଭ କରୁଛନ୍ତି। ତେଣୁ ସାଧୁମଣ୍ଡଳୀ ଆଜି ଆପଣମାନେ ବାସ୍ତବରେ ଜୀବନର ମୂଲ୍ୟକୁ ବୁଝିଛନ୍ତି ଏବଂ ସତ୍ ମାର୍ଗ ହିଁ ଲଗେଇଛନ୍ତି। ଦାସୁ କ୍ଷମା କରିବେ, ଆନନ୍ଦର ସହିତ କୁହନ୍ତୁ ଧନ୍ୟବାଦ।